ପିଲାମାନେ ଏଇଟି ହେଉଛି ତୁମର ଚିତ୍ରାଙ୍କନ ବିଷୟ ଆମେ ସିଲେକ୍ସନ୍ କରିଛୁ, ଯାହାକି ତୁମର ଏଇ ବାର୍ଷିକ ପରୀକ୍ଷାରେ ଆସିବାର ଚାନ୍ସ ରହିଛି। ତେବେ କେଉଁ ସବୁ ଚିତ୍ରାଙ୍କନ କରିବା ପାଇଁ ଆମେ ପ୍ରଶ୍ନ ଗୁଡ଼ିକୁ ସିଲେକ୍ସନ୍ କରିଛୁ, ଆସ ଦେଖିବା। ପ୍ରଥମ ପ୍ରଶ୍ନ, ବିନ୍ଦୁ ଗୁଡ଼ିକ ଯୋଡ଼ି ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରିବ। ପ୍ରଥମେ ତୁମେ ପେନସିଲରେ ଏଇ ଡଟ୍ ଡଟ୍ ଯେଉଁ ଅଛି ଏହାକୁ ଏମିତି ଯୋଡ଼ିବ। ପ୍ରଥମେ ସିସାରେ ଅଭ୍ୟାସ କରିବ ଘରେ, ତାପରେ କ'ଣ କରିବ, ରଙ୍ଗ ଦେବ। ପିଲାମାନେ ଏଇଟା ହେଉଛି ଗୋଟିଏ ଅଙ୍ଗୁର ପେନ୍ଥା, ଏଇଟା ଶାଗୁଆ ରଙ୍ଗ ଦେବ। ଏମିତି ସବୁ ଯୋଡ଼ି ଦେଇ ସାରିଲା ପରେ ଶାଗୁଆ ରଙ୍ଗ ଦେବ। କିମ୍ବା ଯଦି ତୁମେ ଚିନ୍ତା କରିବ କଳା ଅଙ୍ଗୁର ବି ଅଛି, କଳା ରଙ୍ଗ ଦେଲେ ବି ଦିଶିବ। ହେଲା। ପରବର୍ତ୍ତୀ ପ୍ରଶ୍ନ ଆମେ ଆଗକୁ ଯିବା। ତାପରେ ଅଛି ସେଇଠି ରଙ୍ଗ ଦେବ, କିମ୍ବା ତଳେ ଗୋଟିଏ ବରଗଛ ଅଛି, ବରଗଛ ଅଛି, ଏଇ ବରଗଛ ଯେଉଁ ପତ୍ର ଡାଳ ଭିତରେ ଦେବ ଶାଗୁଆ ଗ୍ରୀନ୍ କଲର୍ ଦେବ। ତାପରେ ଏଇ ଗଛରେ ଦେବ ମାଟିଆ ରଙ୍ଗ ଦେବ, ବ୍ରାଉନ୍ କଲର୍ ଦେବ। ତା ପରବର୍ତ୍ତୀ ପ୍ରଶ୍ନ ଅଛି, ଦିଆଯାଇଥିବା ଦୁଇଟି ଚିତ୍ରକୁ ଦେଖି ଖାଲି ଥିବା କୋଠରୀରେ ସେହିଭଳି ଚିତ୍ରଟିଏ ଅଙ୍କନ କର। ଏଇ ଚିତ୍ରକୁ ଦେଖିବ, ଯଦି ତୁମକୁ ସହଜ ଲାଗୁଛି ଏଇ ଚିତ୍ରକୁ ଏଇ ଖାଲି ଘରେ ଅଙ୍କନ କରିବ ଆଉ ରଙ୍ଗ ଦେବ। ତା ପରବର୍ତ୍ତୀ ଅଛି, ଏଇ ଚିତ୍ରକୁ ଦେଖିବ, ଯଦି ତୁମକୁ ସୁବିଧା ଲାଗୁଛି କାଟିବା ପାଇଁ ଏଇ ଚିତ୍ରକୁ କାଟିବ ଆଉ ଏଇ ଘରେ କାଟିକି ତାକୁ ରଙ୍ଗ ଦେବ। ତାପରେ ଅଛି 3 ନମ୍ବର। ଏହି ପ୍ରଶ୍ନ କହୁଛି, ଦିଆଯାଇଥିବା ଯେକୌଣସି ଗୋଟିଏ ଚିତ୍ରରେ ରଙ୍ଗ ଦିଅ। ଗୋଟିଏ ଚିତ୍ରରେ ରଙ୍ଗ ଦେବ। ଏଇଠି ଦେବ ରଙ୍ଗ, ଏଇ ଗଛରେ ବ୍ରାଉନ୍ କଲର୍ ଦେବ, ପତ୍ରରେ ଗ୍ରୀନ୍ କଲର୍ ଦେବ, ଚଢ଼େଇଟିରେ ଦେବ ହଳଦିଆ ରଙ୍ଗ କିମ୍ବା କଳା ରଙ୍ଗ ଦେବ। ଯେମିତି ଏଇ ଗଛରୁ ଚଢ଼େଇଟି ଜଣାପଡ଼ୁଥିବ। ନଚେତ୍ ଗଛ ଡାଳ ସଙ୍ଗେ ଯଦି ଚଢ଼େଇକୁ ଗୋଟିଏ ରଙ୍ଗ ଦେଇଦେବ, ଚଢ଼େଇର ମୂଲ୍ୟ କିଛି ରହିବ ନାହିଁ। ସେଥିପାଇଁ ଚଢ଼େଇକୁ ଗୋଟିଏ ଅନ୍ୟ ରଙ୍ଗ ନିଶ୍ଚୟ ଦେବ। କିମ୍ବା ତଳେ ଅଛି, ପ୍ରଶ୍ନ ଏତିକି ଅଛି ପିଲାମାନେ, ଏଇଠି ରଙ୍ଗ ଦେବ। ଧନ୍ୟବାଦ।